ଦି ଦିନ ହେଲାଣି ଗୋଲ୍ଡ ସାଇଡ୍ୱେଜ୍ ମାର୍କେଟ ଫର୍ମେସନ୍ କରୁଛି। ମାନେ ଓଭରାଲି 30-40 କ୍ଲିପ୍ସର ମୁଭମେଣ୍ଟ ଦେଉଛି, ତଳକୁ ଆଉଛି ଉପରକୁ ଚାହୁଁଛି। ତ ଆଜି ମୋତେ ଗୋଟେ ଭଲ ଅପରଚ୍ୟୁନିଟି ମିଳିଲା ବାଇ ସାଇଡ୍ ଏଣ୍ଟ୍ରି କରିବାକୁ। ତ ମୁଁ ବାଇ ସାଇଡ୍ ଏଣ୍ଟ୍ରି ନେବାର କାରଣ ଥିଲା କି ମାର୍କେଟ ଅଲରେଡ଼ି 30 ପିପ୍ସ ତଳକୁ ଆସିଛି, ଆଉ ରିଜେକ୍ସନ୍ ସବୁ ନେଇଛି। ତ ମୁଁ 1 ଟାଇମ୍ ଫ୍ରେମ୍ରେ ଗୋଟେ ସ୍କାଲ୍ପିଂ, ଛୋଟ ସ୍କାଲ୍ପିଂ କରିବାକୁ ଚିନ୍ତା କଲି। ଆଉ ମୁଁ ଦେଖିଲି ଯଦି ମାର୍କେଟ ହାଇ ଫର୍ମେସନ୍ କରୁଥିବ ତାହେଲେ ମୁଁ ସ୍କାଲ୍ପ କରିବି। ତ ମୋ ପ୍ଲାନ୍ ହିସାବରେ ମାର୍କେଟ ହାଇ ଫର୍ମେସନ୍ କଲା। ତ ମୁଁ ସେଠି ଗୋଟେ 0.3 ଲଟ୍ରେ ଟ୍ରେଡ୍ ନେଲି। ଆଉ ମୋର ଟାର୍ଗେଟ୍ ପ୍ରିଭିୟସ୍ ହାଇ ରହିଲା 1:2 ରିସ୍କ ରିୱାର୍ଡ଼ ହିସାବରେ ମୁଁ ଟ୍ରେଡ୍ ନେଇଥିଲି। ମାର୍କେଟ ମୋ ଫରରେ କିଛି ସମୟ କଲା, ତାପରେ ପୁଣି ତଳକୁ ଆସିଲା। ବହୁତ ନଚେଇଲା ପରେ ଜଷ୍ଟ ମୋ ଏସ୍ଏଲ୍ ହିଟ୍ କରିବାକୁ ଯାଉଥିଲା। ଏସ୍ଏଲ୍ ହିଟ୍ ନ କରି ପୁଣି ରିଭର୍ସ ଦେଇ ମୋ ଫରରେ ଗଲା ଆଉ $40 ପ୍ରଫିଟ୍ରେ ମୁଁ କ୍ଲୋଜ୍ କଲି। ବହୁତ ଥର ମୁଁ କହିଛି ଯେ ମୋର ଏସ୍ଏଲ୍ ହିଟ୍ କରି ମାର୍କେଟ ଉପରକୁ ଯାଇଛି, ମୋ ଫର ପଳେଇଛି, ଆଉ ମୋର ଏସ୍ଏଲ୍ ବୁକ୍ କଲା ଆଉ ପ୍ରଫିଟ୍ ହେଇପାରିଲାନି। କିନ୍ତୁ ଆଜି ଏସ୍ଏଲ୍ ଟଚ୍ କରିବା ପୂର୍ବରୁ ଜଷ୍ଟ ଏସ୍ଏଲ୍ ଟଚ୍ କରିବା ଯାଉଥିଲା, ଟଚ୍ ନ କରି ପୁଣି ଉପରୁ ପଡ଼ା। ଏସ୍ଏଲ୍ ଛୋଟ ରଖିଥିବାରୁ ମୋର ଏସ୍ଏଲ୍ ହିଟ୍ କଲାନି ଆଉ ମୋ ଫରରେ ଭଲ ମୁଭମେଣ୍ଟ ଥିଲା। ଯଦି ଆଉ ଟିକେ ହୋଲ୍ଡ କରିଥାନ୍ତି ତାହେଲେ $60 ପ୍ରଫିଟ୍ ଥାନ୍ତା। କିନ୍ତୁ ସାଇଡ଼୍ୱେଜ୍ ମାର୍କେଟ ହେତୁ ମୁଁ କ୍ଲୋଜ୍ କରିବା ବାଧ୍ୟ ହେଲି, କାରଣ ସାଇଡ଼୍ୱେଜ୍ ମାର୍କେଟରେ ଥରେ ତଳୁ ଖସିବ ମାନେ ବହୁତ ସ୍ପିଡ଼ ଖସିବ। ତ ମୁଁ ପ୍ରଫିଟ୍ ବୁକ୍ କଲି, ଯେଉଁଟାକି ଭଲ ପ୍ରଫିଟ୍ ଥିଲା। ଯଦି এই ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରିବେ। ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ଟ୍ରେଡ୍ରେ।